ଯୋଉଦିନ ତା ବାପାକୁ ଟିକେଟ ଦିଆଗଲା ନାହିଁ ସିଏ ଯୋଉ କାରଣ ପାଇଁ ଆପଣ କହିଲେ ପୁଅ କହିଥାନ୍ତା ମୋ ବାପା ଚାଲ ଯିବା ଇଣ୍ଡିପେଣ୍ଡେଣ୍ଟ ଠିଆ ହେଇକି ଆସିବା ତାହେଲେ 19ରେ ଟିକେଟ ନେବି 24ରେ ଟିକେଟ ନେବି ତାପରେ ବିକ୍ରି ହେଇ କହିବି ମୁଁ ସାଧୁ ଖଜୁରୀ ଗଛରେ ମୁଣ୍ଡରେ କ୍ଷୀର ପିଇଲେ ମୁଁ ଏଇଥିପାଇଁ ପ୍ରଭାତ ବିଶ୍ୱାସ କହୁନଥିଲି କାରଣ ଦଳରେ ଥିଲେ ମୋ ପାଇଁ ଯଦି କାହାର ଭୋଟ ଖଣ୍ଡେ ମିଳୁଛି ମୋର କ୍ଷତି ହେଇକି ନବୀନ ପଟ୍ଟନାୟକ ସମ୍ମାନ ରହୁଛି ମୋର କ୍ଷତି ହେଇକି ମୋର ଯେତେ କ୍ଷତି ହବ କିଛି ଅସୁବିଧା ନାହିଁ ପାର୍ଟି ପାଇଁ ମୁଁ ସବୁ ସହି କାରଣ ମୁଁ ଦଳିତ ପରିବାରରୁ ଆସିଛି ସହିବା ଶିଖିଛି ସ୍ୱାଭିମାନ ଶିଖିଛି ସାକ୍ରିଫାଇସ୍ ଶିଖିଛି ତେଣୁକରି ମୁଁ ପାର୍ଟି ପାଇଁ ଚୁପ୍ ଥିଲି ଯାହା ପଚାରିଲୁ ଆଜି କହିଲି ଯେ ମୁଁ ଆଜି ପର୍ଯ୍ୟନ୍ତ ଚୁପ୍ ଥିଲି କାରଣ ପାର୍ଟି ପାଇଁ ମାନେ ସିଏ ଗୋଟେ ମୁଁ ତାଙ୍କ ଦ୍ୱାର ଦେଖିନି ବାପ ମା ଛୁଆ 500 ଥର ମୋ ଦ୍ୱାରକୁ ଆସୁଛନ୍ତି କଣ ନେଇଛନ୍ତି ବି କହିଲି ନା ଆମେ ଯାହାକୁ ଦଉ ଭୁଲି ଯାଉ ସେଟା କହୁନା ଛୋଟ କଥାଟା କୁହାଯାଏନି ନବୀନ ଆଉ ଯାହା ଦିଅନ୍ତି ଭୁଲି ଯାଆନ୍ତି ଆମେ କହୁନା ଆମ ବଂଶ ଆମେ ଯେତେ ଯା ଆମେ କହୁନା ଜତଉନା ଆମେ ଏହା କଲୁ ଆମେ ସେୟା କଲୁ ଆମେ କହୁନା ଆଉ ଯଦି ମୁଁ ଜାଣିଛି ଆପଣ ସେ ଗୋଟେ ରେସ୍ପଣ୍ଡ କରିବେ ଯଦି ରେସ୍ପଣ୍ଡ କରିବେ ତାପରେ ସିଏ ଯୋଉ ଡକୁମେଣ୍ଟ ଦେଖୁଛନ୍ତି ମୁଁ ଡକୁମେଣ୍ଟ ଦେଖେଇବି କଣ କଣ ସେ କରୁଛନ୍ତି ମୁଁ ବି ଦେଖିଛି ମୁଁ ଜାଣିଛି ଆପଣ ରେସ୍ପଣ୍ଡ କରିବେ ପାଗଳ ଲୋକ ମୁଁ କହୁଛି ମୁଁ ବିଜେପି ବି ଚ୍ୟାଲେଞ୍ଜ କରୁଛି ମୁଁ କଣ ମୋ ଦଳକୁ ଚ୍ୟାଲେଞ୍ଜ କରିବି ସିଏ ଆଜି ଦଳରେ ନାହାନ୍ତି ବୋଲି ମୁଁ କହିଲି ଗୋଟେ ଦିଟା ନାଁ କହିଲି ଜଣେ ବଦ୍ରି ପାତ୍ର ଜଣେ ପ୍ରଭାତ ବିଶ୍ୱାଳ ମୋ ବିରୁଦ୍ଧରେ କହିଛନ୍ତି କଣ୍ଟିନ୍ୟୁଅସ୍ କହିଛନ୍ତି ବଦ୍ରି ପାତ୍ର ବି ତାଙ୍କର ମୁଁ ତାଙ୍କୁ ଅପତ୍ୟ ସ୍ନେହ ପୁଅ ଭଳିଆ ମତେ ସ୍ନେହ କରିଛନ୍ତି ଆଜି ବି କରୁଛନ୍ତି କିନ୍ତୁ ତା ଅଭିମାନ ତାଙ୍କର ଦର ରହିବ କୋର୍ଟ ଏକ୍ସପେକ୍ଟେସନ ରହିବ କହିଛନ୍ତି କିନ୍ତୁ ଭୋଟ ଦେଲା ବେଳେ ତାଙ୍କ କେଉଁଝରର ମୁଖ୍ୟମନ୍ତ୍ରୀ ସିଏ ବିକ୍ରି ହେଇନାହାନ୍ତି ସେ ବବିକୁ 50 କିଲୋମିଟର କହିଲେ ସ୍ୱାଗତ ତା ଦଳ ପାଇଁ କାମ କରୁଛି ସିଏ ନେତା ଆଉ ପ୍ରଦେଶ କଣ କଣ କୃତଜ୍ଞ ସେଟା ବଫାଦାରଟା କୃତଜ୍ଞ 4ରେ ତାକୁ ପାର୍ଟି ଇଣ୍ଡିପେଣ୍ଡେଣ୍ଟ ଜିତେଇଲା 9ରେ ଜିତେଇଲା 14ରେ ଜିତେଇଲା 19ରେ ତା ପୁଅକୁ ଦେଲା 24ରେ ପୁଅକୁ ଦେଲା ସେତେବେଳେ ସ୍ୱାଭିମାନ ବାପା ପାଇଁ ଦେଖାଲେ ମୋ ବାପାକୁ ଏତେ କରିଥିଲେ ମୁଁ ବାପା ପାଇଁ ବାହାରିଛି କିନ୍ତୁ ବାପା ପାଇଁ ବାହାରିଥାନ୍ତୁ 19 ମସିହା ଟିକେଟ ନେଇନଥାନ୍ତୁ ଇଣ୍ଡିପେଣ୍ଡେଣ୍ଟ ଜିତେଇଥାନ୍ତୁ ତାହେଲେ ଜାଣିଥାନ୍ତୁ ବାପା ସ୍ୱାଭିମାନ ପାଇଁ ନେଲା ବେଳକୁ ଏବେ ପାଣ୍ଡିଆନ ସେତେବେଳେ ଥିଲେ ବବି ବିରୋଧ କଲେ ପାଣ୍ଡିଆନକୁ ଟେକିଲେ କାଳେ ବାହୁ ମିଳିବ ତ ପାଣ୍ଡିଆ ସବୁବେଳେ ନେତା ପାଖରେ ରହିବନି ସେକେଣ୍ଡ କ୍ଷମତା ପାଖରେ କେମିତି ପଦଟାକୁ ଚାଟି ଛୁଟିକି କାମ କରିବ କି ସେଟା ଭାଷଣ ଦେବେ ତ ଗଳି ପଡିବ ଏତେ ବଢିଆ ଭାଷଣ ଦେବେ ଆଉ ଚଟୁକି ଗୁଳି ପଡିବେ ଏବେ ଭଲ ଦେବେ ନେକ୍ସଟ ମୋମେଣ୍ଟରେ ପୁରା ତା ସ୍ୱାର୍ଥ 24 ଘଣ୍ଟା ତାଙ୍କ ସ୍ୱାର୍ଥରେ ସେ ଖାଏ ଆଜି ପ୍ରୁଫ ହେଲା ଯଦି ସେ ଭୋଟ ଦେଇଥାନ୍ତେ ନବୀନ ପଟ୍ଟନାୟକକୁ ବବିକି ଫେର କହିଥାନ୍ତେ ତାହେଲେ ତା ଜଷ୍ଟିଫିକେସନ ଥିଲା ଆକ୍ସେପ୍ଟ କରିଥାନ୍ତେ ବୁଝିଲେ ସାଙ୍ଗେ ସାଙ୍ଗେ କହିଲେ ସୁଜାତା କାର୍ତ୍ତିକନ୍ ତାପରେ କହିଲେ ବିରୋଧ ଶତ୍ରୁତ ବେলা ଶତ୍ରୁ ତୋର କଣ ଖାଇଲା ନବୀନ ପଟ୍ଟନାୟକ ଦଳ ସିଏ ତୋର କଣ କଲା ଶତ୍ରୁ ଡାକନ୍ତୁ ତାକୁ ଡାକନ୍ତୁ ତାକୁ ମାନି ପକେଇ ଜଣକୁ ପଇସା ଦେଇଛନ୍ତି ତାକୁ ଖେଳୁନାହାନ୍ତି କାଳେ ପଇସା ମାଗିବ ତାକୁ ମୁଁ କହିଲି କୁହନ୍ତୁ ତାପରେ ମୁଁ ଗୋଟେ ଭାବିଲି ସେ କୁହନ୍ତୁ ତାପରେ ଗୋଟେ ଭାବିଲି ଏମାନେ କେହି କହିପାରିବେନି କାରଣ ଶତ୍ରୁତା ଆମର ଭଦ୍ର ଲୋକ ଆମେ ପୁରା ଭଦ୍ର ପାର୍ଟି ପାଇଁ ତୁ ଯେତେବେଳେ ଯୁଦ୍ଧ କରିବୁ ଭାଇ ତୁ ବି ଖାତା ପତ୍ର ଦଉଛୁ ମୋର ଖାତା ଦରକାର ଲୋକ ଜାଣିతే ବବିର ମେମୋରି ବହୁତ ସାର୍ ପୁରା ମୁଁ ଡେଟ୍ ୱାଇଜ୍ ବି କହିବି ବାପା ବୁଝିଲ ବାପା ତମେ ଦେଖିଛ ନା କିଛି ଭଲ ସାଧୁ ସାର୍ ଆଉ କିଛି ଭଣ୍ଡ ସାଧୁ ସାର୍ ଭଲ ସାଧୁ ଯେ ଜମା କଥା କହିବେନି ମାର କରୁଥିବ ଯେ ରିଏଲ ସାଧୁ ସେ ଜମା କଥା କହିବେନି ତମେ ଆସିଲେ ଦୂରେଇବେ ଭାଇ ଆମର କିଛି ନାହିଁ ଯିଏ ଭଣ୍ଡ ସାଧୁ ଖାଲି ବକିବ ଆସ ସବୁ ଦେବି ସେ ଗୋଟେ ଖଇଆ ପିନ୍ଧନ୍ତି ତତେ କିଏ କହିଲା ଖଇଆ ପିନ୍ଧିବା ପାଇଁ ନାନୀ ବାବା ଆମର ତତେ କିଏ ନାନୀ ବାବୁ କହିଲା ତ ଭଣ୍ଡ ବାବା ସବୁବେଳେ ଅଧିକ ବକିବ କାହିଁକି ନା ତା ସ୍ୱାର୍ଥ ସାଧନ ପାଇଁ ଯିଏ ରିଏଲ ବାବା ନବୀନ ବାବୁ ସେ ପଦ କଥା କହିବେ ତାର କାମରେ କରି ଦେବେ ମୁଁ ଟିକେ କହିଲି ଜଣେ 24 ଘଣ୍ଟା ମିଡିଆରେ ବକର ବକର ହଉଛି ଜଣେ ଯେତିକି ଦରକାର ସେତିକି କହିବ ଏକ୍ସାମ୍ପଲ
ସେଇଥିପାଇଁ କହିନଥିଲି ପ୍ରଭାତ କିଶୋର କହିନଥିଲି ଏଇଥିପାଇଁ ସେତେବେଳେ ମୋ ଦଳରେ ଥିଲେ ମୋର ଦେହ ହାତରୁ 5 ଖଣ୍ଡ ଖଟି କରିବି ମୋ ବିରୋଧ କରି ମୁଁ ଦଳ ଯେହେତୁ ତା ଭିତରେ କହିବି ଆଜି ଯେହେତୁ ନାହାନ୍ତି ତାକୁ ମୁକା କରିବା ମୋ ଦରକାର ଥିଲା ତା କ୍ୟାରେକ୍ଟର ଦେଖିଦେବେ ସବୁ ପାରିବାବୁକୁ ଏମିତି ଟେକିଲେ 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 ଯେ ଆଉ ଅବସ୍ଥା ନାହିଁ ତାପରେ ଯାଇକି ଆଉ ଡାକୁନାହାନ୍ତି ମୁଁ ତାଙ୍କୁ କହୁଥିଲି ପ୍ରତାପ ଜେନା ପ୍ରଭାତ କିଶୋର ଆଉ ଋଷି ସାମନ୍ତରାୟ ବସିଥିବେ ସେ କେମିତି ହଉଥିଲେ ତାଙ୍କ ପୁଅ ପାଇଁ ଟିକେଟ ପୁରା ଖୋଲା ମଞ୍ଚ ମୁଁ କହୁଛି ଖୋଲା ମଞ୍ଚ ସେ ତ କହୁଛନ୍ତି ଡିବେଟ ପାଇଁ ଗୋଟେ ମୋବାଇଲରେ ଦେଖ 2012 ମସିହା ଗୋଟେ ଦେଖୁନ ମୋବାଇଲ ଟିଭିରେ ଏଇ ମିଡ୍ ନାଇଟ୍ ଅପରେସନ ବବି ଆରେ ମିଡ୍ ନାଇଟ୍ ଅପରେସନ ବବି ଥିଲା ବବି ଅର୍ଗାନାଇଜ ସେକ୍ରେଟାରୀ ତୁ ସସ୍ପେଣ୍ଡ ତ ରବୀନ୍ଦ୍ର ବାବୁ କାହିଁକି ଅଛନ୍ତି କାହାକୁ ଦିନ ରନ୍ଧନ ଦେଖୁଛି କାହାକୁ ଦେଖୁନି ନବୀନ ବାବୁ ମହାନ ସିଏ ସବୁବେଳେ ଗୋଟେ କଟକ 14 ହେଲା ବିଜୁବାବୁଙ୍କର ଜାଗା ସେ ସ୍ୱାଭିମାନକୁ ଲୁଣ୍ଠନ କରିଛନ୍ତି କଟକ 14 ହଉଛି ସମସ୍ତେ ଜାଣିଛନ୍ତି ବିଜୁବାବୁ ତିଆରି କରିଛନ୍ତି ତାକୁ ରିପ୍ରେଜେଣ୍ଟ କରୁଛନ୍ତି ବିଜୁବାବୁ ଆପଣ ଦିନେ ଦେଖିକି ଏତେ ବକର 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 ଗୋଟେ କ୍ୱେଶ୍ଚନ ପଚାରୁ ମୁଁ ଜାଣିନି ଟ୍ୱିଟ୍ ମାରିଥିବେ କି କହିଥିବେ କି ତାଙ୍କ ବାପ ପୁଅ ଟିଭି ଖୋଲିଲେ ମେ ଅବିଚାର କଥା ହଉଛନ୍ତି ଯୋଉ ବିଜୁବାବୁ ଯୋଉ କଟକ 14 ସେ ଜିତିଛନ୍ତି 5 ଥର ବିଧାୟକ ହେଇଛନ୍ତି ତାଙ୍କ ସିଏ ତାଙ୍କ ପୁଅ ବିଜୁବାବୁଙ୍କ ବିଷୟରେ ଯେତେବେଳେ କହିଲେ ସାଂସଦ ତାଙ୍କ ନାଁ କଣ ସାଂସଦ ଜଣେ ବିଜୁବାବୁଙ୍କ ବିଷୟରେ କହିଲେ ତାଙ୍କ ନାଁ କଣ ଦିଲ୍ଲୀରେ କଣ କହିଲେ ନିଶିକାନ୍ତ ଦୁବେ କହିଲେ ବୈଜନ୍ତୀ ପଣ୍ଡା କହିଲେ ତାଙ୍କର କାରଣ କଟକ 14 ତାଙ୍କର ଫ୍ୟାକ୍ଟ୍ରି ଅଛି ବିଜୟ ମହାପାତ୍ର କହିଲେ ତାଙ୍କ ବିଜୁ ଆଦର୍ଶ କଥା ବିଜୟ ମହାପାତ୍ର କହିଲେ ଦିଲ୍ଲୀପ ରାୟ କହିଲେ ଆପଣ ଏ ବାବୁଙ୍କୁ ଦେଖିଲେ ଏ ଭଣ୍ଡ ବାବୁଙ୍କୁ କହିବା ବିଜୁ ବାବୁ ବା କଟକ 14 ବିଧାୟକ ଓଟିଏମ୍ ପାଇଁ ସେ ଜିତିଛନ୍ତି 24 ମସିହାରେ କେବଳ ନବୀନ ବାବୁଙ୍କ ପାଇଁ ପାଣ୍ଡିଆନ ବାବୁ ପାଖରେ 20 ଥର ବସିଥିବେ ଆଜ୍ଞା ଏଇଟା କରନ୍ତୁ ମୁଁ ଜିତିବି କାରଣ ତାଙ୍କୁ ଦେଖିବ ସବୁଠୁ ଖରାପ କରିଥିଲେ ସେ ଜିତିଲେ କାହିଁକି ନାହିଁ ଯେହେତୁ ବିଜୁବାବୁଙ୍କର ଯେ ଆମର ସବୁଠୁ ତାଙ୍କ ବିଷୟ ପଡୁନା ବାକି ସମସ୍ତ କହିବି ମୁଁ ସଚଣ୍ଡ ମୁଁ ଖଦିରି ଗଛ ମୂଳରେ କ୍ଷୀର ପାଣି ପିଇକି କିନ୍ତୁ ବିଜୁବାବୁ ବିଷୟରେ ପଦ ଦେଖିଛ ଟ୍ୱିଟ୍ କରିଛନ୍ତି ଗୋଟେ ବାର୍ତ୍ତା ଦେଇଛନ୍ତି ମୁଁ ଟ୍ୱିଟ୍ କରିଛି ସମସ୍ତେ କରିଛନ୍ତି ଯିଏ ଓଡିଆ ସ୍ୱାଭିମାନୀ ବିଜୁବାବୁଙ୍କର ଯାହା ଯିଏ ସେ ଲେଖିବ କହିବ କିନ୍ତୁ ପ୍ରଭାତ ବିଶ୍ୱାଳ କହିପାରିଲେନି ଭଣ୍ଡ ବାବା ସ୍ୱାର୍ଥ ବାବା କେବଳ ସ୍ୱାଭିମାନ ନୁହେଁ ସ୍ୱାର୍ଥପର ତାଙ୍କର କ୍ଷମତା ଭାଇ ଏନି ମିନ୍ସ ଦରକାର କ୍ଷମତା ପାଗଳ ଲୋକ ତ କ୍ଷମତା ପାଗଳ ପାଇଁ ସବୁ ମିଛ କରିବେ ବିଜେପି ଯେମିତି କ୍ଷମତା ପାଇଁ ଯାହା କହିଦେବେ ତାପରେ ଗୋଟେ ଜୁମଲା ପ୍ରଭାତ ବିଶ୍ୱାଳ ସେ ତାଙ୍କୁ ଠିକ ପାର୍ଟି ଯାଉଛନ୍ତି ସେ ଯୋଉ ଯାଇଛନ୍ତି ଯାହାକୁ ଭୋଟ ଦେଇଛନ୍ତି ସେ ଠିକ କରୁଛନ୍ତି ସେଇଥିପାଇଁ କହିଲେ ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ